ମୁଁ ଆଜି ବିଜେପି ସରକାର ପାଇଁ ଗୋଟେ ପଦ ଲେଖିଛି। ସେ ପଦଟି କହିବି ଯେ ପଙ୍କରୁ ଜାତ ପଦ୍ମ ସଭିଏ ଜାଣନ୍ତି, ପୁଣି ପଙ୍କରେ ଯେ ଲୋଟେ ସଭିଏ ଦେଖନ୍ତି। ତାହାର ବାହାର ସୌନ୍ଦର୍ଯ୍ୟ ସିନା ସଭିଏ ଦେଖନ୍ତି, କିନ୍ତୁ ପତ୍ର ତଳେ ତାର କାଳ ସର୍ପ ଯେ ରୁହନ୍ତି, ପତ୍ର ତଳେ ତାର କାଳ ସର୍ପ ଯେ ରୁହନ୍ତି। ଏବଂ এই বিজেপি সরকারର ବାହାର ତମେ ଯେତେବେଳେ ଦେଖି ପକଉଛ, ସେ ବୋର୍ଡର ମାରି ଦଉଛି যে ଏହା করছু ସେ করছু, কিন্তু ତା পত্র তଳେ তুমি ଦେଖିନ ସବୁ কাଳ সর্প মানে রইଛନ୍ତି। আরে আজি সেই ଯୋଉ নারী সবল, ଯୋଉ নারী সাহসী ଥିଲା, ସେ ଆଜି ଦୁର୍ବଳ ହେଇ ପଡୁଛି। ଏହାର କାରଣ ହଉଛି କେବଳ ସରକାର। କାରଣ ସରକାର ଜାଣିଲା ପରେ ମଧ୍ୟ ସବୁ କିଛି ଘଟଣା ତାପରେ ଚୁପ ହେଇଛି। ମନେ ପକେଇ ଦିଅ ଯେପରି ଦ୍ରୌପଦୀଙ୍କ କଥା, ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହଉଥିଲା, ପିତାମହ ଭୀଷ୍ମ ଜାଣିଲା ପରେ ମଧ୍ୟ ଚୁପ ହେଇଥିଲେ, କିନ୍ତୁ ଶେଷରେ ଉତ୍ତର କଣ ହେଲା? ସେଇ ଅର୍ଜୁନ ତାଙ୍କୁ ନିଜର ବାଣରେ ମାରିଥିଲେ। ଆଉ ଆଜି ସେଇ ସରକାର ଯେମିତି ଜାଣିଲା ପରେ ମଧ୍ୟ ଚୁପଚାପ ରହିଛି। ଆମେ ଛାତ୍ର ଆଜି ଆନ୍ଦୋଳନ ରୂପୀ ବାଣ ଦ୍ୱାରା ତାଙ୍କର ଧ୍ୱଂସ କରିବୁ। ଆଜି ଜଣେଇ ଦଉଛି ଦ୍ୱିତୀୟ କଥା ଯେ ଆମେ ସେଇ ଭାରତର ଲୋକେ ଯେଉଁଥିରେ ମା ସୀତାଙ୍କର ବସ୍ତ୍ର ହରଣ ହେଇଥିଲା ବୋଲି, ତାଙ୍କୁ ହରଣ ହେଇଥିଲା ବୋଲି ପୁରା ରାବଣ କୁଳ ଧ୍ୱଂସ ପାଇଥିଲା। ଗୋଟିଏ ଦ୍ରୌପଦୀକୁ ବସ୍ତ୍ର ହରଣ ହେଇଥିଲା ବୋଲି କୌରବ ବଂଶ ନାଶ ହେଇଥିଲା। ଆଜି ଶହ ଶହ ମା ଭଉଣୀଙ୍କର ବସ୍ତ୍ର ହରଣ ହଉଛି। ଆଜି ଆମେ ମାନେ ଶପଥ ନେଉଛୁ ଯେ ସେଇ ସରକାରକୁ ତାର ବଂଶ ନାଶ କରିଦେବୁ। ଆଜି ସମୟ ଆସିଯାଇଛି ଯେ ଯୋଉ ମନମାନି ସରକାର ଯୋଉ ଉପରେ ବସିଛନ୍ତି, ତାଙ୍କୁ ସମୟ ପଳେଇ ଆସିଛି ତାଙ୍କୁ ଉପରୁ ଗାଦିରୁ ତଳକୁ ନେବା ପାଇଁ। ଆଉ ଆମେ ମାନେ ଶପଥ ଦେଉଛୁ ଯେ ସେମାନଙ୍କୁ ଆଜି ତାଙ୍କୁ ଦଳରୁ ଗାଦିରୁ ଯୋଉମାନେ ବସିଛନ୍ତି ତାଙ୍କୁ ତଳକୁ ନେଇ ଆସିବୁ। ଆଉ ଏଇଟା ଆମ ଲକ୍ଷ୍ୟ ନୁହେଁ, ଏଇଟା ଆମ ଜିଦ୍। ଆଉ ରହିଲା ଏବିପିର କଥା, ଆରେ ଯୋଉ ସ୍ୱାର୍ଥ ପାଇଁ ତମେ ତାକୁ କରିଥିଲ ଯେ ନିଜର, ପୁଣି ସ୍ୱାର୍ଥ ପାଇଁ ଦେଲ ଅଗ୍ନିର ଜହର। ସ୍ୱାର୍ଥ ପାଇଁ ତାକୁ କରିଥିଲ ଯେ ନିଜର, ପୁଣି ସ୍ୱାର୍ଥ ପାଇଁ ଦେଲ ଅଗ୍ନିର ଜହର। ପଚାରିବ ପ୍ରଶ୍ନ ସବୁବେଳେ ଇତିହାସ, କଣ ଥିଲା ବା ସେ ବିଚାରୀର ଦୋଷ? କଣ ଥିଲା ବା ସେ ବିଚାରୀର ଦୋଷ? ରାଜନୀତି ନାମେ ଏଠି ହୁଏ ରାଜନୀତି। বিজেপি রাষ্ট্রনীতি নামে করে রাজনীতি। আরে পুনঃ অগ্নিরে ঝাস দেলে সীতা সতী। আরে রাষ্ট্রনীতি নামে এটি হুয়ে রাজনীতি, পুনঃ অগ্নিরে ঝাস দেলে সীতা সতী। আরে ডেଣା কাটি দেলে তার নিজ আপনার। কଣ ଥିଲା ବା ସେ ବିଚାରୀର ଦୋଷ? କଣ ଥିଲା ବା ସେ ବିଚାରୀର ଦୋଷ? ମୁଁ ସମସ୍ତଙ୍କୁ କହିଦେବା ପାଇଁ ଚାହୁଁଛି, ଆରେ ଉଠ ବିଦେଶର ଭାଇ ମାନେ, ଆମେ ଏକଜୁଟ ହବା। ଏକଜୁଟ ହେଇକି ଏଇ ଶାସନକୁ ତଳକୁ ଆଣିବା। ଆମର ଦାବି।